ଘାଟରେ ବା ଆମର କ'ଣ ଆନନ୍ଦ ଘାଟରେ ଉପସ୍ଥିତ ହେଲେ। ଭୃଗୁ ବଶିଷ୍ଠ ଚୈବନ ପ୍ରଭୃତି ଅଗଣିତ ମୁନି ଋଷି ସଶିଷ୍ୟ ସେଠାରେ ସମବେତ ହେବାକୁ ଲାଗିଲେ। ଦେବତା ଗନ୍ଧର୍ବ ନାନା ମନ୍ତ୍ର ତନ୍ତ୍ର ବେଦ ବେଦାଙ୍ଗ ତଥା ତୀର୍ଥ ନଦୀ ପର୍ବତ ପ୍ରଭୃତି ମୂର୍ତ୍ତିମନ୍ତ ହେବା ଯଥାଯୋଗ୍ୟ ସ୍ଥାନରେ ଆସୀନ ହେଲେ। ନାରଦ ସନକାଦିଙ୍କୁ ବକ୍ତା ଆସନରେ ବିରାଜମାନ କରାଇଲେ। ଶଙ୍ଖନାଦ ଜୟଧ୍ୱନି ପୁଷ୍ପବୃଷ୍ଟି ମଧ୍ୟରେ ମହା ଆନନ୍ଦ ଉଲ୍ଲାସରେ ଭାଗବତ ଆରମ୍ଭ କରିବାକୁ ଯାଇ ସନକାଦି ପ୍ରଥମେ ଭାଗବତ କରିବା ବର୍ଣ୍ଣନା କରିବା। ଦେଖ ଆରମ୍ଭ ହେଲା। ବର୍ତ୍ତମାନ ସେ ଜାଗାରେ ବସିଲେ। କୋଉ ଋଷି ଯାଇଛନ୍ତି? ଭୃଗୁ ଋଷି ଯାଇଛନ୍ତି, ବଶିଷ୍ଠ ଋଷି ଯାଇଛନ୍ତି, ଚୈବନ ଋଷି ଯାଇଛନ୍ତି। ତା ସହିତ ଅଗଣିତ ମୁନି ଋଷି ମାନେ ଯାଇଥିଲେ। ଖାଲି ମୁନି ଋଷି ନାହିଁ, ଅଗଣିତ ମୁନି ଋଷି ତ ସଶିଷ୍ୟ ମାନେ ତାଙ୍କର ଭଲ ଶିଷ୍ୟ ମାନେ ସଶିଷ୍ୟ ସୁପୁତ୍ର ସଶିଷ୍ୟ ମାନେ ଯାଇଛନ୍ତି। ତା ସହିତ ଦେବତା ଗନ୍ଧର୍ବ ନାନା ମନ୍ତ୍ରତନ୍ତ୍ର ମାନେ ବି ସେଠି ଉପସ୍ଥିତ ହେଇଛନ୍ତି। ବେଦ ବେଦାଙ୍ଗ ଯାଇଛନ୍ତି। ବିଭିନ୍ନ ନଦୀ ମାନେ ମଧ୍ୟ ଯୋଉ ପାଖାପାଖି ଅଛନ୍ତି, ପର୍ବତ ମାନେ ମଧ୍ୟ ମୂର୍ତ୍ତିମନ୍ତ ହେଇକି ସେଠି ଯାଇକି ଉପସ୍ଥିତ ହେଇଛନ୍ତି। ମାନେ ଭାଗବତ ପଢା ହବ ମାନେ କେଡ଼େ ବଡ଼ ଜିନିଷ ହଉଛି। ସେଠି ତ ସମସ୍ତେ ପୁଣି ନାରଦ ମୁନି ଯୋଉଠି ଅଛନ୍ତି, ସନକାଦି ଅଛନ୍ତି, ମାନେ କେଡ଼େ ବଡ଼ ମାନେ ଆମର ମାନେ ସନାତନ ଧର୍ମର ମୁଖ୍ୟ ଯୋଉ ସେମାନେ ସେଥିପାଇଁ ସମସ୍ତେ କ'ଣ ହେଲା ସେଠି? ଶଙ୍ଖନାଦ ହେଲା, ଶଙ୍ଖ ଫୁକା ହେଲା, ଜୟଧ୍ୱନି ହେଲା, ପୁଷ୍ପବୃଷ୍ଟି ହେଲା। ସେଇ ଆନନ୍ଦରେ ଆରମ୍ଭ ହେଲା। କ'ଣ? ଭାଗବତ ମହିମା ଆରମ୍ଭ ହେଲା। ସନକାଦି କହିଲେ ଏ ଭାଗବତ ଶାସ୍ତ୍ର ମହିମା ଅନନ୍ତ ଅପାର। ଏଇ ଯୋଉ ଭାଗବତ ଶାସ୍ତ୍ର ମହିମା ଅନନ୍ତ ଅପାର। ଅନନ୍ତ ମାନେ ଏହା ଶେଷ ନାହିଁ, ଅପାର ବହୁତ ମାନେ ସୀମାହୀନ, ମାନେ ସୀମା ନାହିଁ। ଶ୍ରବଣ ମାତ୍ର କି ଏହା ମୋକ୍ଷ ପ୍ରଦାନ କରୁଛି। ଶୁଣିଦେଲେ ଯିଏ ଶୁଣିଦେଲା ମାନେ ସିଏ ମୋକ୍ଷ ପାଏ। ମୋକ୍ଷ ମାନେ ଏଇ ଯୋଉ ଜନ୍ମ ଚକ୍ରାନ୍ତରୁ ସେ ମୁକ୍ତି ପାଇବ। ଏଇ କହିଛନ୍ତି ନା କି ଆମର ଜଗତଗୁରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ପୁନରପି ଜନ୍ମ ପୁନରପି ମରଣ ପୁନରପି ଜନନୀ ଯତ୍ର ଶୟନ। ବାରମ୍ବାର ଆମେ ଜନ୍ମ ହଉଥିବା ମରୁଥିବା ଆଉ ମାର ଗର୍ଭରେ ଉଲ୍ଟିଆ ହେଇକି ଆସୁଥିବା। ଯେତେବେଳେ ପର୍ଯ୍ୟନ୍ତ ଆମକୁ ମାୟା ଛାଡ଼ିଲେ, ହେଲେ ଯେତେବେଳେ ଭଗବାନ ଶରଣକୁ ଯିବା ଆମେ ମୁକ୍ତି ପାଇବା। ସେଥିଲାଗି ସେ କହିଲେ ଏଇଟା ଶୁଣିବା ବୋଲି ଆମେ କର୍ଣ୍ଣପଥରେ ପଶିଲା ମାନେ ହୃଦୟ ନିର୍ମଳ ହବ, ଭଗବାନ ଦ୍ୱାରା ଆଉ ମୋକ୍ଷ ପାଇବ ବୋଲି ସେ ବିଷୟରେ ମୋକ୍ଷ ପ୍ରଦାନ କରିଥାଏ। ଏବଂ ସ୍ୱୟଂ ଶ୍ରୀହରି ଶ୍ରୋତାଙ୍କ ହୃଦୟ ମନ୍ଦିରରେ ବିରାଜମାନ। ମୁଁ ଯୋଉଟା କହୁଥିଲି, ସ୍ୱୟଂ ଶ୍ରୀହରି ସାକ୍ଷାତ ଭଗବାନ କାନ ଦେଇକି ଜାଗା ଦେଇକି ହୃଦୟ ମନ୍ଦିରରେ ବିରାଜମାନ ହୁଅନ୍ତି। ମନ ସ୍ଥାନ ମନରେ ଦେଇକିରି ବସି ପଡ଼ନ୍ତି। ସେଥିପାଇଁ ମୋକ୍ଷ ପାଇବ ସହଜ ହେଇଯାଏ। ଜାଣିପାରିଲ ମୋକ୍ଷ କେମିତି ପାଉ? ଏଇଟା ଶୁଣିବା କାନପଟେ ବାଟ ଯିବ ମସ୍ତିଷ୍କକୁ ଆଉ ମନକୁ ଯିବ। ମନକୁ ଯେତେବେଳେ ପଳାଏ ମନ ଭିତରେ ଯାଇକି ଭଗବାନ ଅଟୋମେଟିକ୍ ତାଙ୍କ ଜାଗା ବନେଇଦିଅ। ଭଗବାନ ଯାହାର ମନରେ ବସନ୍ତି, ଆମେ ଭଜନ ଭଗବାନ ସହଜରେ ଆମକୁ ମୋକ୍ଷ ଦେଇକି ଏଇ ଜନ୍ମ ପାର କରି ଆଉ ମଣିଷ ଜନ୍ମ ଦୁର୍ଲଭ, ମାନେ ମଣିଷ ଜନ୍ମ ନେଇକି ଆମେ ଆସିବା। ଭଗବାନ ପାଖକୁ ମଣିଷ ଜନ୍ମ ନାହିଁ। ଗୀତାରେ କହିଛନ୍ତି ନା ଆଭା ବ୍ରହ୍ମ ଲୋକାନା ପୁନରାବୃତ୍ତି ଅର୍ଜୁନ ମାମ ପାଇଁ କହୁତେ ପୁନର୍ଜନ୍ମ ନେବି। ମାନେ ଜନ୍ମ ଚକ୍ରାନ୍ତରେ ପଡୁଥିବ, ଆଉ ପଡିକି ବେଶୀ ଯାଉ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯିବ, ପୁଣି ଥରେ ଫେରିକି ଆସେ। ବ୍ରହ୍ମଲୋକ ପର୍ଯ୍ୟନ୍ତ ଯିବ। ସବୁଠୁ ମାନେ ଅଛି ପ୍ରଜାପତି ଲୋକ ଅଛି, ଇନ୍ଦ୍ର ଲୋକ ଅଛି, ଏମିତି ବିଭିନ୍ନ ଲୋକ ଅଛି। ଆମର ସବୁଠୁ ଶ୍ରେଷ୍ଠ ଉପର ଲୋକ ହଉଛି କ'ଣ? ବ୍ରହ୍ମଲୋକ ଉପରକୁ ଆଉ ସବୁ ଲୋକ ଯାଇପାରିବେନି। କିନ୍ତୁ ହରିଭକ୍ତ ଯୋଉମାନେ ଥିବେ ସେମାନେ ହିଁ ବ୍ରହ୍ମଲୋକ ଉପରକୁ କ୍ରସ୍ କରିକି ଉପରକୁ ଯିବେ, ଆଉ ଗୋଲୋକ ଧାମ ବା ବୈକୁଣ୍ଠ ଧାମକୁ ଯିବେ। ସେଠୁ ଗଲା ପରେ ଆଉ ସିଏ ଆଉ ଏଇ ଜନ୍ମ ମରଣ ଚକ୍ରରେ ପଡ଼ିବ ନାହିଁ କି ନର୍କକୁ ଆସିବ ନାହିଁ। ସେ ଭଗବାନଙ୍କୁ ବୈକୁଣ୍ଠ ଧାମ କରିବ। ସେଥିରେ ସେ ମୋକ୍ଷ ପାଇବ। ଭଗବାନ ଯାହାର ହୃଦୟ ବସି ମୋକ୍ଷ ପାଇବ। ବିରାଜମାନ ହୁଅନ୍ତି। ଓ ସ୍ୱୟଂ ଶ୍ରୀହରି ଶ୍ରୋତାଙ୍କ ହୃଦୟ ମନ୍ଦିରରେ ବିରାଜମାନ ହୁଅନ୍ତି। ହୃଦୟକୁ ଗୋଟେ ମନ୍ଦିର କୁହାଯାଇଛି। ମାଇଟି ହୃଦୟକୁ ଗୋଟେ ମନ୍ଦିର କୁହାଗଲା। ଯୋଉ ଭଗବାନ ଆମେ ଯୋଉ ମନ୍ଦିର ତିଆରି କରୁଛୁ, ହୃଦୟକୁ ଗୋଟେ ମନ୍ଦିର ଯୋଉଟା ଭଗବାନ ହରି କ୍ଷଣ ମାତ୍ରେ ହେଲେ ମଧ୍ୟ ଏ ଶୋକଶାସ୍ତ୍ର କର୍ଣ୍ଣ କୋହରରେ ପ୍ରବେଶ ନ କରିବା ପର୍ଯ୍ୟନ୍ତ ଜୀବ ସଂସାର ଚକ୍ର ଭ୍ରମିତ ହୋଇଥିଲା। ଥରେ ବି ଯଦି ଭାଗବତ ଯିଏ ନ ଶୁଣିଛି, ସେ କ'ଣ ହବ ନା ସଂସାର ଚକ୍ର ସିଏ ଭ୍ରମିତ ହଉଛି। କିନ୍ତୁ ଖାଲି ଟଙ୍କା ଦରକାର, ପଇସା ଦରକାର, ଏମିତି କରିକି ସେମିତି କରି ଚକ୍ରାନ୍ତ ଭିତରେ ପଡ଼ିବ।
ଅନନ୍ୟ ବହୁ ଶାସ୍ତ୍ର ଅଧ୍ୟୟନ କରି ଲାଭ କ'ଣ? କେବଳ ଭାଗବତ ଶାସ୍ତ୍ର ହିଁ ସମସ୍ତଙ୍କୁ ମୁକ୍ତି ଦେବା ନିମନ୍ତେ ଆହ୍ୱାନ କରୁଛନ୍ତି। ଯଦି ଭାଗବତ ଜଣେ ପଢୁଛି ମାନେ ଆଉ କୌଣସି ଶାସ୍ତ୍ର ପଢିବା ଦରକାର ନାହିଁ। ଭାଗବତ ଗୋଟିଏ ଶାସ୍ତ୍ର ଦ୍ୱାରା ତମେ ସବୁ କାର୍ଯ୍ୟ ତମ ସଫଳ ହେଇଯାଉଛି, ଆଉ ଅନ୍ୟ କୌଣସି ଲାଭ ନାହିଁ। କେବଳ ଭାଗବତ ଶାସ୍ତ୍ର ହିଁ ମୁକ୍ତି ପ୍ରଦାନ କରିବାକୁ ଆହ୍ୱାନ କରୁଛି। ନିତ୍ୟ ଭାଗବତ ଚର୍ଚ୍ଚା ହେଉଥିବା ଗୃହ ତୀର୍ଥ ତୁଲ୍ୟ ହୋଇଯାଏ। ପ୍ରତିଦିନ ଯୋଉଠି ଭାଗବତ ପଢା ଯାଉଥିବ ଯୋଉ ଘରେ, ସେ ଜାଗା ତୀର୍ଥ ସ୍ଥାନ ହେଇଯିବ। ଯେମିତିକି ଆମର ବଦ୍ରୀନାଥ, ଯେମିତିକି ଆମର କ'ଣ ଅଛି ହରିଦ୍ୱାର ଯେମିତି ଅଛି ତୀର୍ଥ ସ୍ଥାନ, ସେମିତି ତୀର୍ଥ ସ୍ଥାନ